ଆସନ୍ତୁ ଶୁଣିବା ଅନନ୍ତ ପ୍ରସାଦ ପଣ୍ଡାଙ୍କ ଗଳ୍ପ ମଣିଷ। ଚୈତର କଅଁଳ ପାହାନ୍ତି ବାଡ଼ିଆଗରେ ମଲ୍ଲି ବୁଦାଟିରେ ଅସଂଖ୍ୟ ଫୁଲ ଫୁଟି ଲଦି ହୋଇ ପଡ଼ିଛି। ଆଉ ତାରି ସୁବାସ ଝଲକେ ଝଲକେ ଦକ୍ଷିଣ ପବନ ଖୋଲା ଝରକା ଦେଇ ବୋହି ଆଣି ସୁରଭିର ସେଜ ଉପରେ ଅଜାଡ଼ି ଦେଇଛି। ସୁରଭି ଶୋଇଛି ବେଶ୍ ଆରାମରେ। ଅବଶ୍ୟ ନିଦ ତାର ଟିକେ ହାଲୁକା ହୋଇ ଆସିଲାଣି, କିନ୍ତୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇନାହିଁ। ତନ୍ଦ୍ରାର ଆବେଶରେ ସୁରଭିର ଆଖି ଯୋଡ଼ିକ ମୁଦି ହୋଇଯାଇଛି, ଆଉ ମନ ତାର ଉଡ଼ି ବୁଲୁଛି କେଉଁ ଅତୀନ୍ଦ୍ରିୟ ରାଇଜରେ ସପନର କୁହୁକ କାଠି ସ୍ପର୍ଶରେ। ହଠାତ୍ ପଛପଟ ରୋମାନ କ୍ୟାଥୋଲିକ ଗିର୍ଜାଟାର ବିଶାଳ ଘଣ୍ଟାଟା ଢଙ୍ଗ 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 କରି ବାଜି ଉଠିଲା। ତା ପଛକୁ ଲାଗି ଲାଗି ମସଜିଦଟାର ମଞ୍ଚା ଉପରୁ ଦାଢ଼ିଆ ମୋଲ୍ଲା ଅତି ବଡ଼ ପାଟିରେ ଚିତ୍କାର କରି ଉଠିଲା, ଆଲ୍ଲାହ ହୋ ଆକବର। ଖାଲି ସେତିକି ନୁହେଁ, ଦକ୍ଷିଣ ଦିଗରେ ଥିବା ରସିକ ରାୟଙ୍କ ମନ୍ଦିରରେ ପ୍ରଭାତୀ କୀର୍ତ୍ତନ ଉଛୁଳି ପଡ଼ିଲା। ତା ସଙ୍ଗେ ସଙ୍ଗେ ପଡ଼ୋଶୀ ଘର ବୁଢ଼ା ରାମରଥେ ଦାଣ୍ଡ ପିଣ୍ଡାରେ ବସି ହରେ ମୁରାରେ ମଧୁକୈଟଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ ପ୍ରଭୃତି ପ୍ରଭାତୀ ସ୍ମୃତି ଖୁବ୍ ଜୋର ଗଳାରେ ଗାଇ ଉଠିଲେ। ବାଡ଼ିପଟ ଭାଡ଼ି ଭିତରୁ ରୋଡ୍ସ ଆଇଲାଣ୍ଡ ଗଞ୍ଜାଟା ଚିତ୍କାର କରି ଉଠିଲା, ରଖ ଗୋ ଚକ। ସୁରଭିର ନିଦଟା ଚାଉଁକିନା ଭାଙ୍ଗିଗଲା। ମନରେ ଗୋଟାଏ ବିରକ୍ତି ଭାବ ଜାଗି ଉଠିଲା। ତାର ମନେ ହେଲା ସତେ ଯେପରି ଦୁନିଆଟା ସାରା ତାର ଏ ସୁଖ ନିଦ୍ରା ଭାଙ୍ଗିଦେବା ପାଇଁ ଗୋଟାଏ ମେଣ୍ଟ ବାନ୍ଧିଛନ୍ତି। ଠିକ୍ ଏତିକି ବେଳେ ଭୋର ଗାଡ଼ିକୁ ନେଇଯିବା ପାଇଁ କଣ୍ଟ ଦେଇଥିବା ରିକ୍ସାବାଲା ଆସି ପଡ଼ୋଶୀ ଘରେ ଚିତ୍କାର କରି ଉଠିଲା, ବାବୁ ଉଠ, ଯିବ ପରା, ବେଳ ହୋଇଗଲା ଯେ। ଦାଣ୍ଡ ଆଗ ସଡ଼କରେ ଟାଉନ ବସ୍ଟା ମଧ୍ୟ ପେଁ ପେଁ ହର୍ନ ବଜାଇ ଧାଇଁଗଲା। ସୁରଭି ଆଉ ଶାନ୍ତିରେ ଶୋଇପାରିଲା ନାହିଁ। ମୁଣ୍ଡ ଟିକି ବାହାରକୁ ଚାହିଁଲା। ଏବେ ସୁଦ୍ଧା ଅନ୍ଧାର ସମ୍ପୂର୍ଣ୍ଣ ରୂପେ କଟି ଯାଇନାହିଁ। ରାସ୍ତାଘାଟ ଭଲ ଦିଶୁନାହିଁ। ଆକାଶର କୁଆଁ ତାରାଟା ଖାଲି ଜକ୍ ଜକ୍ ଜଳୁଛି। ଆଉ ଦାଣ୍ଡ ଆଗରେ ଠିଆ ହୋଇଥିବା ବୁଢ଼ା ଶିମିଳି ଗଛଟାରେ ଚଢ଼େଇ କେତେଟା ଚେଁ ଚେଁ କଟର ମଟର ଲଗାଇଛନ୍ତି। ରଥବୁଢ଼ା ଇତିମଧ୍ୟରେ ନିତ୍ୟକର୍ମ ସାରିଦେଇ ଦାଣ୍ଡ ପିଣ୍ଡାରେ ବସି ଗଗନଭେଦୀ ସ୍ୱରରେ ଛାଡ଼ିଦେଲେଣି ଶରୀର ଭେଦୀ ଭଜନ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟରେ। ଖଟ ପଲଙ୍କେ ସେଜ ଶୁଆଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ। ରଥବୁଢ଼ାଙ୍କର ଏ ବୈରାଗ୍ୟ ବ୍ୟଞ୍ଜକ ଗୀତ ଶୁଣି ସୁରଭିର ଶରୀର ଘୃଣାରେ ରୋମାଞ୍ଚିତ ହୋଇ ଉଠିଲା। ଯୌବନର ତଟଦେଶରେ ମାତ୍ର ପାଦ ଦେଇଛି ସେ। ଆଗରେ ରଙ୍ଗୀନ ଜୀବନର ମଧୁର ସ୍ୱପ୍ନ। ଏତେବେଳକୁ କି ଏସବୁ ବୈରାଗ୍ୟ ବ୍ୟଞ୍ଜକ କବିତା ଭଲ ଲାଗେ? ସୁରଭି ମନେ ମନେ ବୁଢ଼ା ଉପରେ ଖୁବ୍ ରାଗିଗଲା। ମନକୁ ମନ କହି ପକାଇଲା, ବାସ୍ତବିକ କେଡ଼େ ସ୍ୱାର୍ଥପର ଏମାନେ। ନିଜର ଆତ୍ମପ୍ରସାଦ ପାଇଁ ବା ପରମାର୍ଥ ଲାଭ ଆଶାରେ ଏପରି ଉତ୍କଟ ଉପଦ୍ରବ ସୃଷ୍ଟି କରୁଛନ୍ତି, ଅଥଚ ତଦ୍ୱାରା ପ୍ରତିବେଶୀରେ ଯେ କି ଅସୁବିଧା ହେଉଛି ତା ଟିକିଏ ହେଲେ ଏମାନେ ଭାବୁନାହାନ୍ତି। ସୁରଭିର ଏ ସ୍ୱଗତୋକ୍ତି ଶୁଣି ପାଖ ଖଟରେ ଶୋଇଥିବା ସୁରଭିର ସ୍ୱାମୀ ସୁରେଶ ପଚାରିଲେ, ସୁରଭି, ଏତେ ଶୀଘ୍ର ଉଠି ପଡ଼ିଲ ଯେ? ଦେଖୁନା ରାସ୍ତାଘାଟ ଏପର୍ଯ୍ୟନ୍ତ ସଫା ହୋଇ ଦିଶିନାହିଁ, କୁଆଁତାରା ଲୁଚି ନାହିଁ ଯେ। ସୁରଭି ବିରକ୍ତି ଭରା ସ୍ୱରରେ କହିଲା, ଏମାନେ କ'ଣ ମଣିଷକୁ ଟିକିଏ ଶାନ୍ତିରେ ଶୁଆଇ ଦେଉଛନ୍ତି? ସୁରଭି ଗିର୍ଜା ମସଜିଦ ଓ ମନ୍ଦିରରେ ହୋଇଥିବା ଲୋକ ଦେଖାଣିଆ କଥା କହିଲା। ସୁରେଶ ସହାନୁଭୂତି ସୂଚକ ଗଳାରେ କହିଲେ, ହଁ ଠିକ୍ କହିଲ ସୁରଭି। ଯେପର୍ଯ୍ୟନ୍ତ ମନୁଷ୍ୟ ସମାଜ ଏସବୁ ଆତ୍ମପ୍ରତାରଣାରୁ ମୁକ୍ତି ନ ପାଇଛି ଓ ଯେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ ବୁଝି ନ ପାରିଛି, ସେ ପର୍ଯ୍ୟନ୍ତ ଜଗତରେ ସୁଖ ଶାନ୍ତି ଆସିବ ନାହିଁ। ଦେଖୁନା, ମନ୍ଦିର କହ, ମସଜିଦ କହ ବା ଗିର୍ଜା କହ, ଏସବୁ ତ ସେଇ ଏକ ପରମାତ୍ମା ପରମେଶ୍ୱର ବା ବିଶ୍ୱସ୍ରଷ୍ଟାଙ୍କର ଆରାଧନା ପାଇଁ ସୃଷ୍ଟି। ସମଗ୍ର ମାନବ ସମାଜ ତ ସେଇ ପରମ ପିତାଙ୍କ ସନ୍ତାନ। ଏ ଭାବ ଯଦି ମନୁଷ୍ୟ ମନରେ ଜାଗି ଉଠନ୍ତା, ତେବେ ପୃଥିବୀ ସିନା ସ୍ୱର୍ଗରେ ପରିଣତ ହୋଇଯାନ୍ତା। କିନ୍ତୁ ଦୁନିଆରେ ଦେଖୁଛ କ'ଣ? ଧର୍ମ ନାମରେ ସାମ୍ପ୍ରଦାୟିକତା, ସଂକୀର୍ଣ୍ଣତା ମନୁଷ୍ୟକୁ ପଶୁ ସ୍ତରକୁ ଘେନି ଯାଉଛି। ମନୁଷ୍ୟ ଧର୍ମାନ୍ଧ ହେଲେ କ'ଣ ନ କରିପାରେ? ହେଇ କାଲି ସକାଳେ ପରା ପାକିସ୍ତାନରୁ ପଳାଇ ଆସିଥିବା ସେଇ ବୁଢ଼ୀଟିକୁ ଦେଖିଲ ତ? କ'ଣ ପାଇଁ ଆଜି ସେ ସର୍ବରା ହୋଇ ଭିକ ମାଗି ବୁଲୁଛି? ମାନବର ଏଇ ଧର୍ମାନ୍ଧତା ଯୋଗୁଁ ନୁହେଁ କି? ସେଇ ଧର୍ମାନ୍ଧତା ମୂଳରେ ମାନବର ସଂକୀର୍ଣ୍ଣ ସ୍ୱାର୍ଥପରତା ପୂରି ନାହିଁ କି?
ସୁରଭି ଦୀର୍ଘଶ୍ୱାସ ପକାଇ କହିଲା, ହଁ ଠିକ୍ କହିଲ। ଆମ ଦେଶର ମନୁଷ୍ୟ ଯଦି ମନୁଷ୍ୟ ଭାବରେ ବଞ୍ଚି ରହି ମନୁଷ୍ୟୋଚିତ କାର୍ଯ୍ୟ କରନ୍ତେ, ତେବେ ଦୁନିଆଟା ସ୍ୱର୍ଗରେ ପରିଣତ ହୋଇଯାଆନ୍ତା। ସମାଜର ପ୍ରତ୍ୟେକ ଲୋକ ଯଦି ପରସ୍ପର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ସହଯୋଗ ସୂତ୍ରରେ ଆବଦ୍ଧ ହୁଅନ୍ତେ, ତେବେ ଦୁନିଆରେ ଦୁଃଖ ଦୁର୍ଦ୍ଦଶା ରହନ୍ତା ନାହିଁ। ସୁରଭିର ଆଖି ଛଳଛଳ ହୋଇଉଠିଲା। ଜୀବନରେ 22ଟି ଚୈତ ଭୋଗ କରିଛି ସେ, କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ତାର ଭାବପ୍ରବଣ ମନ ଦୁନିଆର ଦୁଃଖ ଦୁର୍ଦ୍ଦଶାରେ ତିକ୍ତ ହୋଇଉଠିଛି। ସେ ଦେଖିଛି ଏହି ଧର୍ମାନ୍ଧତାର ସଂକୀର୍ଣ୍ଣତା କିପରି ଲକ୍ଷ ଲକ୍ଷ ମହାପ୍ରାଣୀଙ୍କୁ ଆଜି ସର୍ବହରା ପଥର ଭିକାରୀ କରି ବୁଲାଇଛି। ହଜାର ହଜାର ନିରୀହ ମାନବ ଶିଶୁର କଅଁଳ ଛାତିରେ କ୍ରୂର ରାକ୍ଷସର ଶାଣିତ ଛୁରିକା ଭୁଷି ଦେଇ ଅସଂଖ୍ୟ ତରୁଣୀର ନଗ୍ନ ମାଂସ ଉପରେ ହିଂସ୍ର କ୍ଷୁଧିତ ବ୍ୟାଘ୍ର ପରି ଲମ୍ଫ ଦେଇ ଉଠିଛି। ଏସବୁ ଦେଖି ତାର ପ୍ରାଣ ହାହାକାର କରି ଉଠିଛି। ସେଥିପାଇଁ ସେ ଚାହେଁ ନାହିଁ କୌଣସି ସାମ୍ପ୍ରଦାୟିକତାର ଧାର ଧାରିବା ପାଇଁ। ସେ ଚାହେଁ ସହଜ ସରଳ ସହାନୁଭୂତି ଭରା ମାନବର ଜୀବନ। ଗୋଟିଏ ନୈଷ୍ଠିକ ଖ୍ରୀଷ୍ଟୀୟ ପରିବାରରେ ଜନ୍ମ ହୋଇଥିଲା ସୁରଭି। ପିଲାଦିନୁ ସେ ବାପା ମାଙ୍କ ସଙ୍ଗରେ ପ୍ରତି ରବିବାରରେ ଯାଉଥିଲା ଗିର୍ଜାକୁ। ସେଠାରେ ପାଦ୍ରୀ ସାହେବ ଧର୍ମଗ୍ରନ୍ଥ ପଢ଼ି ପ୍ରାର୍ଥନା କରୁଥିଲେ। ସୁରଭି ସମସ୍ତଙ୍କ ସଙ୍ଗରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନାରେ ଯୋଗ ଦେଉଥିଲା, ଗୀତ ଗାଉଥିଲା, କିନ୍ତୁ ତାର ଅର୍ଥ କିଛି ବୁଝିନଥିଲା। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ବୁଝିପାରିଲା ଯେ ଯେଉଁମାନେ ଗିର୍ଜାକୁ ଯାଆନ୍ତି ସେମାନଙ୍କ ମଧ୍ୟରୁ ଅତି ଅଳ୍ପ ଲୋକ ପ୍ରକୃତରେ ଧର୍ମରେ ଅନୁପ୍ରାଣିତ ହୋଇ ପ୍ରାର୍ଥନା କରନ୍ତି, କିନ୍ତୁ ଅଧିକାଂଶ ଗିର୍ଜାକୁ ଯାଆନ୍ତି ଖାଲି ଗୋଟେ ମିଳାମିଶା ବା ଆସଙ୍ଗ ଲିପ୍ସା ନେଇ। ମେଡିକାଲ କଲେଜରେ ପଢ଼ୁଥିବା ବେଳେ ସୁରଭିର ପରିଚୟ ହେଲା ପଢ଼ା ସାଥୀ ସୁରେଶ ସାଙ୍ଗରେ। ସୁରେଶ ଥିଲା ନୈଷ୍ଠିକ ହିନ୍ଦୁ ପରିବାରର ସନ୍ତାନ। ଉଭୟଙ୍କର ପରିଚୟ କ୍ରମଶଃ ଅନୁରାଗରେ ପରିଣତ ହେଲା। ଉଭୟ ପରସ୍ପର ପ୍ରତି ପ୍ରଣୟାସକ୍ତ ହୋଇପଡ଼ିଲେ, କିନ୍ତୁ ଏ ଦୁଇଟି ପ୍ରେମାସକ୍ତ ପ୍ରାଣର ମଝିରେ ଏକ ଅଲଙ୍ଘ୍ୟ ମେଘନାଦ ପାଚିରି ସୃଷ୍ଟି କଲା ଧର୍ମଗତ ପାର୍ଥକ୍ୟ। ସୁରଭିର ପିତାମାତା ଯେତେବେଳେ ସୁରଭିର ମନୋଭାବ ଜାଣିଲେ, ସେତେବେଳେ ସହାନୁଭୂତି ସୂଚକ କଣ୍ଠରେ କହିଲେ, ମା, ତୋର ପସନ୍ଦରେ ଆମର ଅସମ୍ମତି ନାହିଁ, ତେବେ ସୁରେଶକୁ ଡୁବନ ନେଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ପଡ଼ିବ। ପିତାମାତାଙ୍କର ଏ ସର୍ତ୍ତ ସମ୍ବଳିତ ସମ୍ମତି ସୁରଭି କୌଣସି ମତେ ଗ୍ରହଣ କରିପାରିଲା ନାହିଁ। ସେ ଯୁକ୍ତି କରି କହିଲା, ତମେ ଯେମିତି କହୁଛ ତାଙ୍କୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପାଇଁ, ତାଙ୍କର ପିତାମାତା ସେହିପରି ମୋତେ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ କହିବେ କାହିଁକି? ଧର୍ମ ତ ହେଲା ଗୋଟାଏ ମନର ବିଶ୍ୱାସ। ଯେ ଯେପରି ପାରୁଛି ଭଗବାନଙ୍କୁ ପ୍ରାର୍ଥନା କରିପାରେ, ତା ଉପରେ ଏତେ ଜୋର ଦେବା କ'ଣ ଉଚିତ? ସୁରଭିର ଏ ଯୁକ୍ତି ସମକ୍ଷରେ ତାର ପିତାମାତା କୌଣସି ଯୁକ୍ତି ଦେଖାଇ ପାରିଲେ ନାହିଁ ସିନା, କିନ୍ତୁ ସେମାନଙ୍କର ଜନ୍ମଗତ ସଂସ୍କାର ଧର୍ମାନ୍ତର ଗ୍ରହଣ ବିନା ଏ ବିବାହରେ ସମ୍ମତି ଦେଇପାରିଲା ନାହିଁ। ସୁରେଶର ପିତାମାତା ଏ ସମ୍ବାଦ ପାଇ ଏକବାର ଆତଙ୍କିତ ହୋଇ ଉଠିଲେ। ସେମାନେ ଭାବିଥିଲେ ପୁଅକୁ ବିବାହ କରାଇ ଘରକୁ ଆଣିବେ ଗୋଟିଏ ଶାଳଙ୍କାରା ସୁନା ଖଡ଼ିକା ପରି ବୋହୂ। ବୋହୂ ଆସିଲେ ଘର ପୁରୀ ଉଠିବ, ବୁଢ଼ୀଙ୍କ ହାତରୁ କାମ ପାଇଟି ଛଡ଼େଇ ନେବ, ଏମିତି କେତେ କ'ଣ। ତା ପରିବର୍ତ୍ତେ ପୁଅ ଯେତେବେଳେ ପ୍ରସ୍ତାବ କଲା ଯେ କଲେଜ ପଢ଼ୁଆ ଗୋଟାଏ ଖ୍ରୀଷ୍ଟାନ ଝିଅକୁ ବିବାହ କରିବ, ସେତେବେଳେ ସେମାନେ ଆତଙ୍କି ଉଠିଲେ। କିନ୍ତୁ ଗୋଟିଏ ବୋଲି ପୁଅ, କ'ଣ କରିବେ ଆଉ? ଶେଷରେ କେତେ ସମାଜ ସଂସ୍କାରକ ପ୍ରସ୍ତାବ ଦେଲେ ଯେ କନ୍ୟାକୁ ଶୁଦ୍ଧି କରାଇ ହିନ୍ଦୁ ଧର୍ମକୁ ନେଇ ଆସିଲେ ବିବାହ କରିବାରେ ଆଉ କୌଣସି ଅସୁବିଧା ନଥିବ। ସୁରେଶ ମନକୁ କିନ୍ତୁ ଏ କଥା ପାଇଲା ନାହିଁ। ସେ ଭାବିଲା ଏସବୁ ଶୁଦ୍ଧି ଫୁଦ୍ଧି କେବଳ ଆତ୍ମପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ। ସେ ଯୁକ୍ତି କରି କହିଲା, ମନୁଷ୍ୟ ସହିତ ମନୁଷ୍ୟର ସମ୍ବନ୍ଧ, ଏଇଟା ପ୍ରକୃତିର ଇଙ୍ଗିତ। ଏଥିରେ ଧର୍ମ ବା ସମ୍ପ୍ରଦାୟର ସ୍ଥାନ ନାହିଁ। ବହୁ ବାଧାବିଘ୍ନ ସତ୍ତ୍ୱେ, ଉଭୟ ସମ୍ପ୍ରଦାୟର ଧର୍ମଧ୍ୱଜୀମାନଙ୍କର ଆପତ୍ତି ସତ୍ତ୍ୱେ ପ୍ରକୃତି ହିଁ ଜିଣିଲା। ସୁରେଶ ଓ ସୁରଭି ମଧ୍ୟରେ ଗୋଟିଏ ମାତ୍ର ଫୁଲମାଳାର ବିନିମୟରେ ବିବାହ ହୋଇଗଲା। ସେତେବେଳକୁ ସୁରେଶ ଓ ସୁରଭି ଦୁଇ ଜଣ ଯାକ ମେଡିକାଲ ଗ୍ରାଜୁଏଟ୍ ହୋଇସାରିଥିଲେ। ସେମାନେ ଚାଲି ଆସିଥିଲେ ଏ ସୁଦୂର ସ୍ଥାନକୁ ଆପଣାର କର୍ମଜୀବନ କଟାଇବା ପାଇଁ। ସେମାନେ ଆଜି ହିନ୍ଦୁ ନୁହନ୍ତି କି ଖ୍ରୀଷ୍ଟାନ ନୁହନ୍ତି। ଯୋଡ଼ିଏ ଭାବ ବିଭୋର ମାନବ ହୃଦୟର ମିଳନରେ କୌଣସି ସାମ୍ପ୍ରଦାୟିକ ବିଭେଦର ସ୍ଥାନ ନାହିଁ। ସେମାନେ ସେବା ଭାବକୁ ଆପଣାର ଧର୍ମ ରୂପେ ଗ୍ରହଣ କରିଛନ୍ତି। ଉଭୟ ମିଳି ସ୍ଥାପନ କରିଛନ୍ତି ଏକ ଆଦର୍ଶ ସେବା ସଦନ, ଯେଉଁଠାରେ କି ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ଆର୍ତ ପୀଡ଼ିତର ଚିକିତ୍ସା କରାହୁଏ। ଆଦର୍ଶ ସେବା ସଦନର ସୁନାମ ନାନା ସ୍ଥାନରେ ପରିବ୍ୟାପ୍ତ ହେବାକୁ ଲାଗିଲା, କାରଣ ସେଠାରେ ଯେଉଁ ଚିକିତ୍ସା କରାଯାଏ ତାହା ମାନବିକତା ଓ ଆନ୍ତରିକତା ଉପରେ ପ୍ରତିଷ୍ଠିତ। ସୁରେଶ ଦିନେ ଖବର ପାଇଲା ଯେ ତାର ମା
କଠିନ ରୋଗାକ୍ରାନ୍ତ ହୋଇପଡ଼ିଛି। ସେ କାଳ ବିଳମ୍ବ ନ କରି ଗାଁକୁ ଦୌଡ଼ି ଯାଇ ଅଜ୍ଞାନ ଅବସ୍ଥାରେ ମାଙ୍କୁ ଚିକିତ୍ସା ପାଇଁ ନେଇ ଆସିଲା ସେବା ସଦନକୁ। ସୁରେଶର ଚିକିତ୍ସା ଓ ସୁରଭିର ସେବା ଫଳରେ ବୃଦ୍ଧା କ୍ରମଶଃ ରୋଗମୁକ୍ତ ହୋଇ ଉଠିଲେ। ଯେତେବେଳେ ତାଙ୍କର ଜ୍ଞାନର ସଞ୍ଚାର ହେଲା ସେତେବେଳେ ସେ ଦେଖିଲେ ଯେ ଜଣେ ନାରୀ ଅକ୍ଳାନ୍ତ ଭାବରେ ତାଙ୍କର ସେବା କରୁଛନ୍ତି। ବୃଦ୍ଧା ପ୍ରଥମେ କିଛି ବୁଝିପାରିନଥିଲେ। ତାପରେ ଯେତେବେଳେ ସେ ସୁରେଶଠାରୁ ବୁଝିଲେ ଯେ ଶୁଶ୍ରୂଷାକାରିଣୀ ତାଙ୍କର ପୁତ୍ରବଧୂ, ସେତେବେଳେ ଜାଗି ଉଠିଲା ତାରି ବଦଳରେ ମାତୃ ହୃଦୟର ସ୍ୱାଭାବିକ ବାତ୍ସଲ୍ୟ। ସେ ସୁରଭିକୁ କୁଣ୍ଢାଇ ପକାଇ କହିଲେ, ମାରେ ତୋ ପରି ଲକ୍ଷ୍ମୀକୁ ପାଇ ସୁଦ୍ଧା ମୁଁ ଏପର୍ଯ୍ୟନ୍ତ କାଙ୍ଗାଳିନୀ ହୋଇ ବସିଥିଲି। ତାପରେ ସୁରେଶକୁ ଡାକି କହିଲେ, ବାପା ମୋର ଭ୍ରମ ଆଜି ତୁଟି ଯାଇଛି। ମୁଁ ଆଶୀର୍ବାଦ କରୁଛି, ଭଗବାନ ତୁମମାନଙ୍କର ମଙ୍ଗଳ କରନ୍ତୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ମଣିଷ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।